ମାଙ୍କଡ ଚିତ୍ର ଜମା ହଉନି, ଆପଣ ଟିକେ ସହଜରେ ଆଙ୍କି ଦିଅନ୍ତୁ। ଆଜ୍ଞା ସାର୍। ଡ୍ରଇଂ ଶିଖିବ? ଆଜ୍ଞା ସାର୍। ଦେ ପଇସା ବାହାର କର। ପଇସା ନେବେ? ପଇସା ନେବି କିନ୍ତୁ ଡ୍ରଇଂ ଶିଖିବା ପାଇଁ ନୁହଁ। ଆମେ ଯୋଉ ଡ୍ରଇଂଟା କରିବା ସେଟା ପଇସାରେ ହିଁ କରିବା। ପ୍ରଥମେ କଏନଟି ରଖିଦବା, ରଖିଦେଇକି ତା ଚାରିପଟେ ସର୍କଲ ବୁଲେଇବା। ହେଇଗଲା? ଆଜ୍ଞା ସାର୍। ତାପରେ କଣ କରିବା, ଏଠି 2 ଲେଖିବା। ଦେଖ ଏମିତି 2 କରିପାରିବ? ଆଜ୍ଞା ସାର୍। ତା ପାଖରେ ଆଉ ଗୋଟେ 2 ଲେଖିବା। ତାପରେ ତାର ଗୋଡ଼ ଆଙ୍କିବା। ଦେଖ ଏମିତି ତାର ଗୋଡ଼ ଆଙ୍କି ପାରିବ? ଆଜ୍ଞା ସାର୍। ଏବେ କଣ କରିବା ଦେଖ, ଏମିତି କରିପାରିବ ତ? ଆଜ୍ଞା ସାର୍। ତେବେ ତାର ଆଖି ବନେଇବା। ଏମିତି ତାର ଆଖି କରିପାରିବ? ଆଜ୍ଞା ସାର୍। ତାପରେ ଏମିତି ତାର ପାଟି ବନେଇ ପାରିବ? ଆଜ୍ଞା ସାର୍। ତାପରେ କାନ ବନେଇ ଦବା ମାଙ୍କଡର। ଏମିତି ହେଇପାରିବ କାନ? ଆଜ୍ଞା ସାର୍। ତାପରେ କଣ କରିବା ଦେଖ, ହେଇପାରିବ? ଆଜ୍ଞା ସାର୍। ଏମିତି କରିପାରିବ? ଆଜ୍ଞା ସାର୍। ତାପରେ ତାର ହାତ ବନେଇ ଦବା। ହେଇଗଲା? ଆଜ୍ଞା ସାର୍। ଏଠି ଆଉ ଗୋଟେ ହାତ ବନେଇ ଦେଲେ, ତାପରେ ତାର ଲାଞ୍ଜଟିକୁ ବନେଇ ଦବା। ଆଜ୍ଞା ସାର୍। ଏବେ ତାକୁ ଟିକେ କଲର କରିଦବା, ଭଲ ଲାଗିବ ବ୍ରାଉନ କଲର। ଦେଖ ଆଜ୍ଞା କେମିତି ସାର୍। ମୁଁ କଲର କରୁଛି। ହେଲା? ଏମିତି କରିପାରିବ? ଆଜ୍ଞା ସାର୍। ୟାକୁ ପୁଣି ଆମେ ଟିକେ ବ୍ରାଉନ କଲର ଏମିତି କରିଦବା। ଆଜ୍ଞା ସାର୍। ଫେସ୍ ଉପରେ ବି ଏଇଟା ଟିକେ ବ୍ରାଉନ କରିଦବା ଏମିତି। ଆଜ୍ଞା ସାର୍। ଏଇଟାକୁ ଟିକେ ହାଲକା ବ୍ଲାକ୍ ରେ ଟିକେ ସେଟିଂ କରିଦବା। ଦେଖ ଦେଖୁଛ, ହାଲକା ବ୍ଲାକ୍ ରେ ଏମିତି ସେଟିଂ କରିଦବା। ଏମିତି ସବୁ ଆଙ୍କି ପାରିବ ତ? ଆଜ୍ଞା ସାର୍। ଭଲ ଲାଗିଲା? ଆଜ୍ଞା ସାର୍।